ଜୟ ଜଗନ୍ନାଥ ସାଙ୍ଗମାନେ ନମସ୍କାର। ଆମେ ଫାଇନାଲି ପହଞ୍ଚିଗଲୁ ରୋଡ଼ଗାଁ ରଘୁନାଥ ମନ୍ଦିର। ଏବେ 1 କିଲୋମିଟର ଦେଖନ୍ତୁ ପତାକା ଲାଗିଛି। ଯେହେତୁ ଏବେ ରାମନବମୀ ଚାଲିଛି, ସେଠି ଯାତ୍ରା ହୁଏ। ଏବେ ଠାକୁରଙ୍କ ଭିତରକୁ ଯିବୁ, ଯେହେତୁ ପାଖାପାଖି ପାଇଗଲୁ। ଦେଖନ୍ତୁ ଠାକୁର, ଦେଖନ୍ତୁ ଠାକୁରଙ୍କ ପାଇଁ ଗୋଟେ ଲାଇକ୍ ଆଉ ସବସ୍କ୍ରାଇବ କରିବେ। ୟୁଟ୍ୟୁବର ଭାଇମାନେ କେହି ଆଉ ଭୁଲିବେନି, ନିଶ୍ଚୟ ସବସ୍କ୍ରାଇବ ଟିକେ କରିବେ। ଟିକେ ବାହାରକୁ ପଳେଇ ଆସିକି ଆମେ ଟିକେ ବୁଲାବୁଲି କରିଥିଲୁ, ପ୍ରସାଦ ଟିକେ ପାଇଥିଲୁ। ଯାତ୍ରା ତ ହେଇଛି, ବହୁତ ସାରା ଦୋକାନ ବି ଏଠି ପଡ଼ିଛି। ଆମର ଟିକେ କିଛି କିଣାକିଣି ହବ, ପରେ ଆମେ ଚାରିପଟ ଯାକ ଟିକେ ବୁଲାବୁଲି କରିବୁ, ଛୋଟ ଛୋଟ ଠାକୁରକୁ ସବୁ ଦେଖିବୁ। ଯେହେତୁ ରାମାୟଣରେ ଯେତେ ଠାକୁର ସବୁ ଅଛନ୍ତି, ଏଇଠି ଦେଖିବାକୁ ସମସ୍ତଙ୍କୁ ପାଇଥିଲୁ ଆମେ। ରଘୁନାଥ ମନ୍ଦିରଟି ଆମକୁ ବହୁତ ଭଲ ଲାଗିଥିଲା। ଯେହେତୁ ମାମା କହୁଥିଲେ ଏତେ ଖରାରେ ଆସିଥିଲେ, କିନ୍ତୁ ଆମ ଠାକୁରଙ୍କୁ ଦେଖିକି ଆମ ମନ ପୁରା ଭରି ହେଇଗଲା। ଗୁମ୍ଫା ଭିତରକୁ ଯାଇଥିଲୁ, ଦେଖନ୍ତୁ ସେ ଭିତରେ କଣ ସବୁ ଓ ଛୋଟ ଛୋଟ ଠାକୁର ସବୁ ବସିଛନ୍ତି। ଯେହେତୁ ରାମନବମୀ, ତାଙ୍କର ଏଠି ଧନୁଷର ତିଆରି ଚାଲିଥିଲା ଭିତରେ। ଆମେ ଟିକେ ଯାଇଥିଲୁ ଭିତରକୁ, ଦେଖି ପଚାରିଥିଲୁ, ସେମାନେ କହିଲେ ହଁ ପର୍ବ ଚାଲିଛି ତ, ଆଉ ସେଥିପାଇଁକା ଆମର ଅସ୍ତ୍ର ସବୁ ତିଆରି ଚାଲିଛି। ଦେଖା ଦେଖି ସାରିକି ଆମେ ବାହାରକୁ ପଳେଇ ଆସିଥିଲୁ। ଏ ଖରା, କିନ୍ତୁ ଠାକୁରଙ୍କ ଦୟାରୁ ଆମ ଖରା କିଛି ଲାଗୁନଥାଏ। ଯେହେତୁ ଆମେ ବୁଲାବୁଲି ବହୁତ ଜୋରରେ ହଉଥାଇ, ବାହାରକୁ ଆସିକି ଆମେ ପ୍ରସାଦ ଟିକେ ପାଇଥିଲୁ। ତାପରେ ଆମେ ବାହାରିବୁ ବୋଲି କଥା ହେଇଥିଲୁ। ରାମାୟଣରେ ଯେତେ ଠାକୁର ଦେଖିବେ, ଏଇଠି ସବୁ ଠାକୁର ହିଁ ପାଇବେ। ତମେ ଯାଆନ୍ତୁ ଥରେ ଓଡ଼ଗାଁ, ଆଉ ଠାକୁରଙ୍କୁ ରଘୁନାଥ ମନ୍ଦିର ଦେଖିକି ଆସନ୍ତୁ। ଦେଖନ୍ତୁ ଓହ କି ସୁନ୍ଦର ଜାଗା ହେଇଛି ମ। ଏଥର ଗଲେ ବି ଆହୁରି ଥରେ ଥରେ ଯିବାକୁ ବି ଇଚ୍ଛା ହଉଥିବ। ଟିକେ ସମୟ ହେଇଥିଲେ ପହଡ଼ ପଡ଼ି ଯାଇଥାନ୍ତା। ଭିତରେ ଆମେ ଯାଇକି ପହଞ୍ଚୁ ପହଞ୍ଚୁକା ପହଡ଼ ପକେଇବାକୁ ଯାଉଥିଲେ। ଆମେ ସାଙ୍ଗେ ସାଙ୍ଗେ ଯାଇକି ଟିକେ ସମୟ ଟିକେ ଦେଖିଦେଇଛୁ ଠାକୁରଙ୍କୁ। ନ ଦେଖିଥିଲେ ତ ମନ ଖରାପ ହେଇଥାନ୍ତା, ଆଉ ପଚାରି ପାଇଲୁନି। ଆଉ ପହଡ଼ ପଇଲେ କେତେବେଳକୁ ଆଉ ଖୋଲା ହବ ବୋଲି ଆଉ ପଚାରିନୁ। କଲର ବହୁତ ସୁନ୍ଦର ଲାଗୁଛି। ଆଉ ଆପଣମାନେ ଯାଆନ୍ତୁ, ଥରେ ଯାଇକି ଦେଖନ୍ତୁ। ଆଉ ଯେଉଁମାନେ ଯାଇନାହାନ୍ତି, କମେଣ୍ଟ ମାଧ୍ୟମରେ ମୋତେ ଟିକେ ଜଣାନ୍ତୁ ଭଲ ହେଇଛି କି ନାହିଁ। ଆମର ଟିକେ ଥକି ଯାଇଛି ବୁଲାବୁଲି କରିବାରେ। ଏଇଠି ଟିକେ ବସି ପଡ଼ିଥିଲା, ଆମେ ଟିକେ ବୁଲାବୁଲି କଲୁ। ତାପରେ ଆମେ ସାଙ୍ଗ ହେଇକି ସବୁ ପଳେଇ ଆସିଲୁ। ତୁ ବାଟରେ ଶରଣକୁଳୁ ସେଠି ଠାକୁରଙ୍କୁ ଟିକେ ଦେଖିନୁ। ଲଡ଼ୁବାବା ଗଲାବେଳେ ଆମେ ଟିକେ ଦେଖିକି ଯିବୁ। ବୋଉ ତ ଆସିଥିଲେ କହିଥାନ୍ତା, ମୁଁ ଏଠୁ ଆଉ ଯିବିନି, ଏତେ ସୁନ୍ଦର ଲାଗୁଛନ୍ତି ଏ ଠାକୁର ସବୁ। ଜୟ ଜଗନ୍ନାଥ। ଯଦି ଭିଡ଼ିଓଟି ମୋର ଭଲ ହେଇଥିବ, ତାହେଲେ ଲାଇକ୍ ଆଉ ସବସ୍କ୍ରାଇବ କରିବେ। ରହିଲି।